ଭଦ୍ର ମହିଳାଙ୍କର କନ୍ଧମାଳ ରାଜନୀତି ସହିତ ସମ୍ପୃକ୍ତି ଅଛି। ହଂସିତା ଅଭିଲିପ୍ସା ଏହି ମହିଳାଙ୍କ ବାବଦରେ ଆଲୋଚନା କରିଥିଲେ ଏବଂ ଆମେ ଯେ ଆଲୋଚନା କରିଥିଲେ ତା ନୁହେଁ, ଓଡ଼ିଶାର ବହୁ ସମ୍ବାଦପତ୍ର, ଟେଲିଭିଜନ ଚ୍ୟାନେଲ ଆଉ ଯେଉଁଠି ଯାହା ହଉ ଆଲୋଚନା ହେଉଛି ସେଥିରେ ଏହି ମହିଳାଙ୍କ ବାବଦରେ ଅନେକ ଚର୍ଚ୍ଚା ହେଉଛି ବୋଲିକିରି ସମସ୍ତେ ଜାଣିଛନ୍ତି। ଏଟା କିଛି ନୂଆ କଥା ନୁହେଁ। ଆମେ ମଧ୍ୟ ସେହି ପରିପ୍ରେକ୍ଷୀରେ ଆମେ ମଧ୍ୟ ଏଠି ଆଲୋଚନା କରୁଥିଲେ। ଇତିମଧ୍ୟରେ ଯାହା ମିଡ଼ିଆରେ ପ୍ରକାଶିତ ହୋଇଛି, ତାଙ୍କର ପ୍ରାୟ 110 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତ୍ତି ପୋଲିସ ୟା ଭିତରେ ବିଭିନ୍ନ ଜାଗାରେ ରେଡ୍ କରି ଜବତ କରିଛି। ପୋଲିସ ସବୁ ଯେଉଁ ଜାଗା ଏହି ମହିଳାଙ୍କର ସମ୍ପୃକ୍ତି ଥିବା ସଂସ୍ଥା ଏବଂ ତାଙ୍କର ସହିତ ସମ୍ପର୍କରେ ଥିବା ଅନେକ ବ୍ୟକ୍ତିବିଶେଷଙ୍କର ଯାହା ଯାହା ସମ୍ପୃକ୍ତି ଥିବ ତାକୁ ହିଁ କେନ୍ଦ୍ର କରି ପୋଲିସ କେବଳ ଓଡ଼ିଶାରେ ନୁହେଁ, ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ଏମିତି ଓଡ଼ିଶା ବାହାରେ ଅନେକ ଜାଗାରେ ପୋଲିସ ମଧ୍ୟ ରେଡ୍ କରିଛି ଏବଂ 110 କୋଟି ଟଙ୍କାର ଉର୍ଦ୍ଧ୍ୱ ସମ୍ପତ୍ତି ବାହାରିଛି। ସେଥିରୁ କୁହାଯାଉଛି ଯେ ତାଙ୍କର କେବଳ 56 କୋଟି ଟଙ୍କାର ସମ୍ପତ୍ତି ଏବଂ ବାକି ସବୁ ଅନେକ ବିଲ୍ଡରଙ୍କ ପାଖରେ ମଧ୍ୟ ତାଙ୍କର ସମ୍ପତ୍ତି ରହିଛି, ଅର୍ଥାତ୍ ଇଏ ଟଙ୍କା ସେଠି ଇନଭେଷ୍ଟ କରିଛନ୍ତି। ଏବଂ ଖାଲି ସେତିକି ନୁହେଁ, ତାଙ୍କ ପାଖରୁ ପ୍ରାୟ 7ଟି ଦାମିକିଆ କାର୍ ମଧ୍ୟ ଜବତ କରାଯାଇଛି। ଗୋଟେ କାର୍ ଦାମ 4.5 କୋଟି, 3.5 କୋଟି, ଏତେ ଦାମିକିଆ କାର୍ ସବୁ ତାଙ୍କ ଘରୁ ବା ତାଙ୍କର ଅଫିସ ଯେଉଁଠି ସବୁ ଚାଲୁଥିଲା ସେଠି ଜବତ କରାଯାଇଛି। ଏସବୁ ଭିତରେ ପ୍ରଥମ ଦିନରୁ ଆପଣମାନେ ସମସ୍ତଙ୍କ ମନରେ ମଧ୍ୟ ଏଇ ସନ୍ଦେହ ଆସୁଥିବ, ମୋ ମନରେ ବି ସେଇ ସନ୍ଦେହ ଆସିଛି। ଏ ହଂସିତା ଅଭିଲିପ୍ସାଙ୍କ ଘର ଉପରେ ବା ତାଙ୍କ ଉପରେ ପୋଲିସ ଯାଞ୍ଚ କଲା କ'ଣ ପାଇଁ? କିଏ ପୋଲିସରେ ଯାଇକିରି ଅଭିଯୋଗ କରିଥିଲେ ଏବଂ କ'ଣ ଅଭିଯୋଗ କରିଥିଲେ ଏବଂ ତାଙ୍କ ଅଭିଯୋଗର ସତ୍ୟାସତ୍ୟ ଯେଉଁଟା କହନ୍ତି ପ୍ରାଇମା ଫାସି ଏଭିଡେନ୍ସ ପୋଲିସ ପାଖରେ କ'ଣ ମିଳିଲା, ଯାହାକୁ କେନ୍ଦ୍ର କରି ପୋଲିସ ନିଶ୍ଚୟ କିଛି କାର୍ଯ୍ୟାନୁଷ୍ଠାନ କରିବା ପୂର୍ବରୁ ନିୟମ ଅନୁଯାୟୀ ପୋଲିସ ନିଶ୍ଚୟ ଆଗେ ଏଫଆଇଆର କରିଥିବେ। ଯେଉଁ ଏଫଆଇଆର ତାଙ୍କ ପାଖରେ ଅଭିଯୋଗ ପତ୍ର ଦାଖଲ ହେଇଥିବ ତାକୁ ହିଁ ବେସ୍ କରି ପୋଲିସ ନିଶ୍ଚୟ ବିଭିନ୍ନ ଦଫାରେ ମୋକଦ୍ଦମା ରୁଜୁ କରିଥିବେ ଏବଂ ତାପରେ ଯାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଅର୍ଥାତ୍ ରେଡ୍ ହେଉ ବା ତାଙ୍କୁ ଡାକିକିରି ପଚାରିବା ହେଉ କି ତାଙ୍କ ଘରକୁ ଯାଇକିରି ପଚାରିବା ହେଉ ଇତ୍ୟାଦି ଇତ୍ୟାଦି, ପୋଲିସ ତାପରେ ହିଁ ଯାହା କିଛି କରିବ ଯେ ପର୍ଯ୍ୟନ୍ତ ଏଫଆଇଆର ନ ଦିଆହେଇଛି। ମୂଳରୁ ଏ ବିଷୟରେ ଆପଣ ଲକ୍ଷ୍ୟ କରିଥିବେ ମିଡ଼ିଆରେ ସେ ବିଷୟରେ କିଛି ଖବର ବାହାରୁନି। ଅର୍ଥାତ୍ ଅନେକ ସମୟରେ ଆପଣ ଲକ୍ଷ୍ୟ କରିଥିବେ ଯେକୌଣସି ଘଟଣା ହେଲା, ଗୋଟେ ବଡ଼ ଘଟଣା ହେଲା ଯାହାକୁ ସବୁ ଲୋକମାନଙ୍କର ଦୃଷ୍ଟି ସିଆଡ଼େ ନିକ୍ଷେପ ହେବା ବା ଆଲୋଚନାର ପରିସର ଭିତରକୁ ଆସିଲା, ସେ କ୍ରାଇମ୍ ହେଉ କି ଅନ୍ୟ ଯେକୌଣସି ପ୍ରକାର ଘଟଣା ହେଉ, ଆପଣ ଲକ୍ଷ୍ୟ କରିଥିବେ ମିଡ଼ିଆରେ ସବୁବେଳେ ପୁରା ଏକଦମ ଯେତେ ଯାହା ପ୍ରକାର କ୍ଲାରିଟି ଅଣାଯାଇପାରେ, କିଏ ଅଭିଯୋଗ କରିଛି, କ'ଣ ଅଭିଯୋଗ କରିଛି, କେଉଁଠି କେମିତି କ'ଣ ତାଙ୍କ ସହିତ ସମ୍ପର୍କ ଥିଲା, କ'ଣ ଠକିଲା, ବର୍ତ୍ତମାନ ସୁଦ୍ଧା ଏଇ ଭଦ୍ରମହିଳାଙ୍କ ବାବଦରେ କ'ଣ କୁହାଯାଇଛି ଯେ ସିଏ ବଡ଼ ବଡ଼ ଅନୁଷ୍ଠାନ, କର୍ପୋରେଟ୍ ହାଉସ୍ ତାଙ୍କୁ ସବୁ ଠକିଛନ୍ତି। କ'ଣ ଠକିଛନ୍ତି ନା ତାଙ୍କୁ ସ୍ୱର୍ଗର ଚାନ୍ଦ ଦେଖେଇକିରି ସବୁ ଠକିଛନ୍ତି ପଇସା। କାହାକୁ କାମ କରି ଠିକା ଦିଆ କରେଇଦେବେ ସେଥିପାଇଁ ପଇସା ନେଇକରି ଠକିଛନ୍ତି। ଆଉ କାହାର ଫାଇଲ୍ କେଉଁଠି ଯଦି କ'ଣ ପଡ଼ିଥିବ ଠକିଛନ୍ତି। ଏମିତି ନାନା ପ୍ରକାର ଠକି ତାଙ୍କ ନାଁରେ ବର୍ତ୍ତମାନ ଠକାମିର ଅଭିଯୋଗ କିଏ କରିଛି? କୌଣସି ମେନଷ୍ଟ୍ରିମ୍ ନ୍ୟୁଜ୍ ପେପର, ଟେଲିଭିଜନ ଚ୍ୟାନେଲ ଏ ବିଷୟରେ କିଛି କହୁନାହାନ୍ତି। କେବଳ କାଁ ଭାଁ କେଉଁଠି ଛିଟକା ଖବର ଯାହା ବାହାରିଛି ମିଡ଼ିଆରେ ଆପଣମାନେ ମଧ୍ୟ ଦେଖିଥିବେ ଯେ ପଟିଆ ଅଞ୍ଚଳରେ ଗୋଟେ କୌଣସି ଏକ ବଡ଼ ଶିକ୍ଷାନୁଷ୍ଠାନ ଏଇଭଳି ଶବ୍ଦରେ ଲେଖା ହେଇଛି, ସିଏ କୁଆଡ଼େ ଏଫଆଇଆର ଦେଇଥିଲେ। ତାମାନେ ତାଙ୍କ ସହିତ ତାଙ୍କର କିଛି ସମ୍ପର୍କ ଥିଲା? ଏ ଭଦ୍ରମହିଳାଙ୍କର ତାଙ୍କ ସହିତ କିଛି ସମ୍ପର୍କ ଥିଲା? ଅଲ୍ଟିମେଟଲି ସିଏ ତାଙ୍କୁ ଠକିଛନ୍ତି, ଯାହାଫଳରେ ସେ ଠକାମିଟା ଏତେ ଅତି ବଡ଼ ହେଇଥିବ, ନହେଲେ କାହାକୁ ଗୋଟେ 5-10 ଟଙ୍କା କି 100 ଟଙ୍କା
कि लक्ष टଙ୍କା को ठकिदेले तो सी आ बड़ अनुष्ठान तो जीवेनी पुलिस स्टेशन पाखु गोटा मोटा अंकर निश्चय टଙ୍କା ठकिथिबो एमती गोटा किसी ठकामी से पड़ी से अनुष्ठान ताले एफआईआर देइछन्ती कि से कथा तो कोठी बाहरनी आउरी कोन खबर बाहरची मीडिया रे जे इन्फोसिटी पुलिस स्टेशन ने एफआईआर हेछि इन्फोसिटी पुलिस स्टेशन ने एफआईआर हेछि पटिया अंचल गोटे घरोई बड़ शिक्षानुष्ठान अभियोग पत्र दाखल करछन्ती ए खबर केवल एमती कि बाहर आउ बेसी किसी बाहरुनी कहीं बाहरुनी जदि जे एफआईआर देइछन्ती जो अनुष्ठान देइछि बा कौन व्यक्ति विशेष जदि देइछन्ती मीडिया कहीं से विषय चुप रोच केवल जहां को बाबद अभियोग हेछि अर्थात ये जो हंसिता अभिलिप्सा को बाबद तांकु ही केवल देखाउछि तांको पुलिस नहीं जाउछि सी कांदी कटिकरी कहउछन्ती जे मते एमती फसई दिया जाइछि ए अभियोगर किछि सत्यता नहीं तांकु ही केवल देखौछि जहां को अभियोग भित्तिरे पुलिस कार्यानुष्ठान करिछि तांकु कहीं टेलीविजन चैनल तो देखो नांती खबर कागज वाला किछि लिखु नांती किंबा पुलिस मध्य अनेक समय आप लक्ष्य करथिबे बड़ बड़ घटना हेले पुलिस आगु आसी स्पष्ट किछि कहे ये अभियोग करछन्ती या करछन्ती एते बड़ घटना आज्ञा पुलिस मध्य चुप कहीं किछ तो गोटे कारण थिबो यार भितर आप लक्ष्य करेंगे ये आउरी गोटे मिस्ट्री ये आउरी गोटे मिस्ट्री जो अभियोगकारी बाबद मीडिया साइलेंट ये गोटे मिस्ट्री ये भद्रमहिला जमती सबुआड़े एत जगार केमी ठकिले ये तो गोटे आश्चर्य कथा केमी ठकी पार्टी एमती जा मुझे जाकि कौन कहीदेवी प्रधानमंत्री एमती चिन्हा परिचय से बड़ बड़ कम करदेवी इतने सहजरे लोक कौन भली जाऊँच मु कहीं भावुनी एत सहजरे आजिकार लोके शिक्षार प्रसार है लोके मध्य चालाक चतुर है से केमी से ठकी नहे नाना प्रकार कथा मीडिया अनेक समय प्रचारित होती से ऑनलाइन ठकामी हो कि अन्य जेकोसी प्रकार ठकामी हो लोके आईन कानून निजर अधिकार पाठशाठ पढ़ा फल शिक्षार प्रसार हवा फल लोके सचेतन है ता भितर केमी सब जा ठकी दौरान ये भी गोटे मिस्ट्री यार भितर आप लक्ष्य करेंगे ये गोलिया पानी की आउरी गोलिया गोटे स्टेटमेंट आ भितर कौन ना मीडिया रे जहाँ घूरी बुलूची गोटे स्टेटमेंट से स्टेटमेंट कार ना बरगढ़ एमपी प्रदीप रोहित सी तांकर गोटे वक्तव्य बर्तमान मीडिया रे घूरी बुलूची सी कौन अभियोग करछन्ती से तो जहाँ अभियोग करछन्ती आउरी संगीन माने घटना जेतिक मिस्टेरियस तांको अभियोग आसला परे ए घटना आउरी बड़ मिस्ट्री हो जाउछि कौन से अभियोग करछन्ती ना एई भद्र महिलांकर कंधमाल राजनीति सहित संपृक्ति अछि